Hello students, welcome to this YouTube channel. So students, today I will teach you the first chapter in this book of class 10th. The name of the poem is All Things Bright and Beautiful. It's written by the Irish poet Cecil Frances Alexander. Cecil Frances Alexander, C.F. Alexander, was born in Dublin, beloved country Ireland in April 1818. She is a famous hymn writer and poet. से जने poet और भजन लेखक मध्य. Her famous works are तार प्रसिद्ध भजन गुड़ी के हला Special for Children, Christmas Carol, Once in Royal David City, Verses for Holy Seasons. Poet C.F. Alexander तांगर ये poem All Things Bright and Beautiful रे describe करचंदी. We see and enjoy many things around us such as beautiful sunrise and sunsets, trees and flowers, rivers and mountains, birds and animals. से कहବାକୁ ଚାହୁଁଛନ୍ତି ଯେ ଆମେ ଚାରି ପାଖରେ ଅନେକ ଜିନିଷ ଦେଖୁ and ଉପଭୋଗ ମଧ୍ୟ କରୁ ଯେପରି ସୁନ୍ଦର ସୂର୍ଯ୍ୟୋଦୟ, ସୂର୍ଯ୍ୟାସ୍ତ, ଗଛ, ଫୁଲ, ନଦୀ, ପର୍ବତ, ପକ୍ଷୀ ଓ ବିଭିନ୍ନ ପ୍ରକାର ପ୍ରାଣୀ. ଏ ସମସ୍ତଙ୍କର ଏ ନେଚରର ଏ ସମସ୍ତ ଜିନିଷକୁ କେମିତି ଭଗବାନଙ୍କର ସୃଷ୍ଟି ତା ବହୁତ ବଢିଆ ଡେସ୍କ୍ରାଇବ କରିଛନ୍ତି ତାଙ୍କର ପୋଏମରେ. We smell the fragrance of flower and feel the change of seasons. ଆମେ fragrance of flower ଏ ଫୁଲର ସୁଗନ୍ଧ ଅନୁଭବ କରିବାଟା ହଉ, feel the change of seasons ଋତୁର ପରିବର୍ତ୍ତନକୁ ଅନୁଭବ କରିବାଟା ହଉ, ଏହା କିପରି ଈଶ୍ୱରଙ୍କ ସୃଷ୍ଟି ତାହା ମଧ୍ୟ ବର୍ଣ୍ଣନା କରିଛନ୍ତି. and we have eyes to see all this. ଏହା ମଧ୍ୟ ଈଶ୍ୱରଙ୍କ ସୃଷ୍ଟି ସେ ବର୍ଣ୍ଣନା କରିଛନ୍ତି ଯେ ଆମକୁ ଭଗବାନ ଆଖି ଦେଇଛନ୍ତି ଯାହାକି ଆମେ ଦେଖିପାରୁ, and lives ଓଠ ଦେଇଛନ୍ତି to praise the beauty creation of the God. ଭଗବାନ ଈଶ୍ୱରଙ୍କର ସମସ୍ତ ସୃଷ୍ଟିକୁ ଆମେ କିପରି ପ୍ରଶଂସା ମଧ୍ୟ କରିପାରିବା ଯଦି କହିବା ପାଇଁ ମଧ୍ୟ ଓଠ ଦେଇଛନ୍ତି ତାହା ଏ ପୋଏମ୍ ମାଧ୍ୟମରେ C.F. Alexander ବହୁତ ସୁନ୍ଦର ବର୍ଣ୍ଣନା କରିଛନ୍ତି. So let's start the poem. E-Classroom YouTube channel को सब्सक्राइब करନ୍ତୁ. The poet stanza 1 ରେ କଣ କହିଛନ୍ତି? All things are bright and beautiful, all creatures great and small, all things are wise and wonderful, the Lord God made them all. ସେଠି poet କହିଛନ୍ତି ଯେ all things are bright and beautiful. ସେ ଈଶ୍ୱରଙ୍କର ଏମିତି ସୃଷ୍ଟି ହୋଇଛି ଯେ ଏଠି ସମସ୍ତ ଜିନିଷ bright and beautiful. All things ଏ ସମସ୍ତ ଜିନିଷ bright ଉଜ୍ଜ୍ୱଳ ଚକମକ ଅଟେ, bright and shine and beautiful ସୌନ୍ଦର୍ଯ୍ୟ ମଧ୍ୟ. All creatures great and small ଏଠି ସମସ୍ତ ପ୍ରାଣୀ great and small ଛୋଟ ପିମ୍ପୁଡ଼ିରୁ ଆରମ୍ଭ କରି ବିଶାଳ ହାତୀ ପର୍ଯ୍ୟନ୍ତ, ଛୋଟ ଜୀବରୁ ଆରମ୍ଭ କରି ଏତେ ବଡ଼ ଜୀବ ପର୍ଯ୍ୟନ୍ତ ଏ କି ଈଶ୍ୱରଙ୍କ ସୃଷ୍ଟି. All things are wise and wonderful. ପୁଣି ସେ କହିଛନ୍ତି ସେ ଈଶ୍ୱରଙ୍କ ସୃଷ୍ଟି ଏମିତି ହୋଇଛି ଯେ all things ଏ ସମସ୍ତ ଜିନିଷ wonderful, ଏ ସମସ୍ତ ଜିନିଷ ଚମତ୍କାର, ଏ ସମସ୍ତ ଜିନିଷ ଆଶ୍ଚର୍ଯ୍ୟଜନକ, ତା ସହ wise ଜ୍ଞାନ ପ୍ରଦାନକାରୀ ମୂଲ୍ୟବାନ ଅଟେ. The Lord God made them all. ଏହା କି ଈଶ୍ୱରଙ୍କ ସୃଷ୍ଟି, ଏହା ସମସ୍ତ ଈଶ୍ୱରଙ୍କ ସୃଷ୍ଟି. ତାପରେ ଷ୍ଟାଣ୍ଡା 2 ରେ କଣ କହିଛନ୍ତି? Each little flower that open, each little bird that sings, He made their glowing colors, He made their tiny wings. Each little flower, little means it's beautiful. So it is pratyek beautiful flower that opens to bloom. It is pratyek ଈଶ୍ୱରଙ୍କ ସୃଷ୍ଟି ଏମିତି ହୋଇଛି. It's God creation. How it happens that the flower get blooms. ଯେତେବେଳେ flower ଟି bloom କରିଥାଏ, ଫୁଟିଥାଏ, ସେତେବେଳେ କଣ ହୋଇଥାଏ? He made their glowing color. ଫୁଲ ଗୁଡ଼ିକୁ ବିଭିନ୍ନ ପ୍ରକାର କଲର ମିଳିଯାଇଥାଏ. That will glow. ପରିବେଶକୁ ଅତି ଆଶ୍ଚର୍ଯ୍ୟ ଓ ସୌନ୍ଦର୍ଯ୍ୟମୟ କରିଯାଇଥାଏ ସେ ଫୁଲ ଗୁଡ଼ିକ, ଯାହାକି ବହୁ ସୁନ୍ଦର ସୁନ୍ଦର କଲରରେ ଚକମକ କରିପାରିଥାଏ ସେହି ଦୃଶ୍ୟଟିଏ. Each little bird that sings. ସେ ଈଶ୍ୱରଙ୍କ ସୃଷ୍ଟି ଏମିତି ହୋଇଛି ଏହି ପ୍ରତ୍ୟେକ ପକ୍ଷୀ ଗୀତ ଗାଇଥାନ୍ତି ତାଙ୍କର ସୁମଧୁର କଣ୍ଠରେ, ଯାହାକି He made their tiny wings. ଭଗବାନ ଖଞ୍ଜି ଦେଇଛନ୍ତି ତାଙ୍କ ପାଇଁ ସୁନ୍ଦର ସୁନ୍ଦର ଛୋଟ ଛୋଟ ଡେଣାଟିଏ. ଆମେ 3 ରେ ଏଠି ପଏଣ୍ଟ କଣ କହିଛନ୍ତି?
the purple-headed mountain, the river running by, the sunset and morning, the brighten of the sky. So, the purple-headed mountain, कि ईश्वरଙ୍କ ସୌନ୍ଦର୍ଯ୍ୟ ସୃଷ୍ଟି ଡିଷ୍ଟାନ୍ସରୁ ସେଇ ପର୍ବତର ଶୀର୍ଷଟି ବହୁତ ସୌନ୍ଦର୍ଯ୍ୟ ପର୍ପଲ ଦେଖାଯାଉଛି, ବ୍ଲୁଇଶ ରେଡ୍ ଦେଖାଉଛି, ବ୍ଲୁଇଶ ରେଡ୍ ଦେଖାଯାଉଛି, ଯାହାକି ପରିବେଶକୁ ସୌନ୍ଦର୍ଯ୍ୟମୟ କରିବା ସହ ଦ ରିଭର ରନିଂ ବାୟ ନିକଟରେ ବହି ଚାଲିଛି ଏକ ନଦୀଟି ଯାହାକି ଆକର୍ଷଣୀୟ କରିପାରୁଛି କି ଈଶ୍ୱରଙ୍କ ସୃଷ୍ଟି ଯାହାକି ମନ୍ତ୍ରମୁଗ୍ଧ କରିପାରୁଛନ୍ ସେଫ୍ ଆଲେକ୍ଜାଣ୍ଡରଙ୍କୁ। ପୁଣି ସେ କହୁଛନ୍ତି ଦ ସନସେଟ୍ ଆଣ୍ଡ ଦି ମର୍ଣ୍ଣିଂ, ଦ ସନସେଟ୍ ଅପରାହ୍ନର ସୂର୍ଯ୍ୟାସ୍ତର ସେଇ ମନୋରମା ଦୃଶ୍ୟ, ଆଣ୍ଡ ଇନ୍ ଦି ମର୍ଣ୍ଣିଂ ସକାଳର ସୂର୍ଯ୍ୟୋଦୟର ଆକାଶର ସେଇ ସୌନ୍ଦର୍ଯ୍ୟ ଦୃଶ୍ୟ, ତାର ବ୍ରାଇଟନ୍ ଅଫ୍ ଦି ସ୍କାଏ ଯାହାକି ପରିବେଶକୁ ଆକାଶକୁ ବହୁତ ଝଲମଲ କରିବା ସହ ସୌନ୍ଦର୍ଯ୍ୟମୟ ଓ ସାଇନିଂ କରିପାରୁଛି, ଯାହାକି ବହୁତ ମହାନ କଳ୍ପନାରେ ସେଫ୍ ଆଲେକ୍ଜାଣ୍ଡର ପଏଟ୍ ଏଠି ଲେଖିଛନ୍ତି ଷ୍ଟାଞ୍ଜା 3 ରେ। ଷ୍ଟାଞ୍ଜା 4 ରେ କଣ ଲେଖିଛନ୍ତି? The cold wind in the winter, the pleasant summer sun, the ripe fruit in the garden, they made them everyone. The cold wind in the winter, the cold wind in the winter. ଈଶ୍ୱରଙ୍କର ଏକ ସୃଷ୍ଟି ଶୀତ ଦିନ ଆସିଥାଏ ଆଉ ସେ ଶୀତ ଦିନରେ ଆମକୁ ଥଣ୍ଡା ପବନ ମିଳିପାରିଥାଏ। ଏ ଥଣ୍ଡା ପବନ ବହିବା ମଧ୍ୟ ଈଶ୍ୱରଙ୍କ ସୃଷ୍ଟି। The pleasant summer sun, ଖରା ଦିନ ପୁଣି ଆସିଥାଏ ଆଉ ଗ୍ରୀଷ୍ମ ଦିନରେ ଗ୍ରୀଷ୍ମ ସୂର୍ଯ୍ୟଙ୍କର ରଶ୍ମିରେ ଆମକୁ ଗ୍ରୀଷ୍ମର ଆରାମଦାୟକ ସୂର୍ଯ୍ୟାଲୋକ ମିଳିପାରିଥାଏ। ଦି ରାଇପ୍ ଫ୍ରୁଟ୍ ଇନ୍ ଦ ଗାର୍ଡେନ, ବଗିଚାରେ ବିଭିନ୍ନ ପ୍ରକାର ପାଚିଲା ଫଳ ଯାହାକି ଈଶ୍ୱରଙ୍କ ସୃଷ୍ଟି। He made them everyone, he made them everyone, ଏ ସମସ୍ତ ଈଶ୍ୱରଙ୍କ ସୃଷ୍ଟି। ଷ୍ଟାଞ୍ଜା 5 ରେ ଏଠି ପଏଟ୍ କହିଛନ୍ତି tall trees in the green wood, the meadows where we play, the roses by the water, he gathered every day. The tall trees in the green wood, the tall trees in the green wood. ସେଠି ପଏଟ୍ କହିଛନ୍ତି ଈଶ୍ୱରଙ୍କର କି ଆଶ୍ଚର୍ଯ୍ୟ ସୃଷ୍ଟି, ବିରାଟ ଗଛ ଦେଖିବାକୁ ମିଳୁଛି ଏତେ ବଡ ଜଙ୍ଗଲରେ ଗ୍ରୀନ ଉଡ୍ ରେ। The meadow where you play, ଏତେ ବଡ ଖେଳ ପଡିଆ ଯାହାକି ଆମେ ଖେଳି ପାରୁଛୁ, ଯାହାକି ମଧ୍ୟ ଈଶ୍ୱରଙ୍କ ସୃଷ୍ଟି। ରସେସ୍ ବାଇ ଦ ୱାଟର, ଜଳରୁ ମିଳୁଥିବା ସେଇ ଗୁଳ୍ମ ଉଦ୍ଭିଦ, ଗ୍ୟାଦର ଏଭ୍ରିଡେ, ଯାହାକୁ ଆମେ କଲେକ୍ଟ କରି ତାକୁ ଆମେ ସଂଗ୍ରହ କରି ମ୍ୟାଟ୍ କରିପାରୁଛୁ, ତାକୁ ବାସ୍କେଟ କରିପାରୁଛୁ, ଯାହାକି ମଧ୍ୟ ଈଶ୍ୱରଙ୍କ ସୃଷ୍ଟି ହିଁ ହେଇପାରୁଛି, ଯାହାକି ବର୍ଣ୍ଣନା କରୁଛନ୍ତି ଷ୍ଟାଞ୍ଜା 5 ରେ ପଏଟ୍ ସେଫ୍ ଆଲେକ୍ଜାଣ୍ଡର। ଷ୍ଟାଞ୍ଜା 6 ରେ କଣ କହିଛନ୍ତି? He gave us eye to see them and live that we might tell how great is God Almighty who has made all things well. ଯେ ଭଗବାନ ଆମକୁ ଦେଇଛନ୍ତି ଆଇ, ଯାହା ଦ୍ୱାରା ଆମେ ଏ ସଂସାରକୁ ଦେଖିପାରୁଛୁ, and live, ଏ ଯେମିତି ଅର୍ଥ ଦେଇଛନ୍ତି that we Almighty tell, ଯାହାକି ଆମେ କହିପାରିବା ଭଗବାନଙ୍କୁ how great is God Almighty, ଯେ ହେ ଈଶ୍ୱର ତୁମେ କେତେ ମହାନ, ତୁମେ ହିଁ ସର୍ବଶକ୍ତିମାନ। Who has made all things well, ତୁମେ ଯିଏ ଏ ସୁନ୍ଦର ପୃଥିବୀକୁ ତିଆରି କରିଛ, ଏ ସମସ୍ତ ଜିନିଷକୁ ସୃଷ୍ଟି କରିଛ, ତୁମେ ହିଁ ଈଶ୍ୱର, ତୁମେ ହିଁ ସର୍ବଶକ୍ତିମାନ। ଏ ସୌନ୍ଦର୍ଯ୍ୟ ସଂସାର, ଏ ସୌନ୍ଦର୍ଯ୍ୟ ପୃଥିବୀ, ଏ ତୁମର ହିଁ କ୍ରିଏସନ, ଯାହାକି ବହୁତ ସୁନ୍ଦର ରୂପେ ବର୍ଣ୍ଣନା କରିଛନ୍ତି ସେଫ୍ ଆଲେକ୍ଜାଣ୍ଡର ଏହି ପଏମରେ। All things bright and beautiful. I hope এই পয়েমের ব্যাখ্যা আপনার ভাল লাগিথিব। যদি ভাল লাগিছি প্লিজ সাবস্ক্রাইব দিস চ্যানেল, share your friends. Thank you for watching.